ଦୂର ଏକ ଜଙ୍ଗଲରେ କୁନି ଚଢ଼େଇ ଗୋଟିଏ ସୁନ୍ଦର ଘର କରି ରହୁଥିଲା। ତାର ଘର ଅଗଣାରେ ସୁନ୍ଦର ଫୁଲଟିଏ ପଡ଼ିଥିବାର ସେ ଦେଖିଲା। ଆରେ, ଏ ଫୁଲ ଏଠାକୁ କେମିତି ଆସିଲା? ଏଠି ତ ଏତେ ସୁନ୍ଦର ଫୁଲ ଗଛ ନାହିଁ। ତାହେଲେ ଏ ଫୁଲ ଆସିଲା କୋଉଠୁ? କୁନି ଚଢ଼େଇ କିଛି ବିଚାର ନ କରି ସେ ଫୁଲଟିକୁ ହାତରେ ଧରିଲା ମାତ୍ରେ ସେ ଫୁଲଟି ଗୋଟିଏ ପିଶାଚିରେ ପରିଣତ ହୋଇଗଲା। ଆଉ ସେ କୁନି ଚଢ଼େଇ ଦେହରେ ପଶିଗଲା। ସେହି ସମୟରେ ସେହି ବାଟ ଦେଇ ରାଣୀ ଚଢ଼େଇ ଯାଉଥିଲା। ଆରେ, ଏଠି କୁନି ଭଉଣୀ ଅଛି। ଯାଉଛି, ତା ସାଙ୍ଗରେ ଟିକେ ଗପସପ କରି ମୁଁ ଘରକୁ ଚାଲିଯିବି। ସେ ଏମିତି ଭାବି ରାଣୀ ଚଢ଼େଇ କୁନି ଚଢ଼େଇ ପାଖକୁ ଗଲା। ଆଉ କହିଲା, ଆରେ କୁନି ଭଉଣୀ, ମୁଁ ଏ ପାଖରେ ଯାଉଥିଲି ତ, ଭାବିଲି ତୁମ ସାଥିରେ ଟିକେ ଦେଖା କରି ଚାଲିଯିବି। ଆରେ, ତୁ କିଏ? ମୁଁ ତ ତତେ ଜାଣିପାରୁନି। ଆରେ କୁନି ଭଉଣୀ, ତୁମେ ଏମିତି କ'ଣ କହୁଛ? ଆମେ ପରା ଛୋଟ ବେଳରୁ ବନ୍ଧୁ, ଆଉ ତୁମେ ଆଜି ମତେ ଚିହ୍ନି ପାରୁନ? ନା, ମୁଁ ତତେ ଚିହ୍ନି ପାରୁନି। ଯା, ଶୀଘ୍ର ଚାଲିଯା ଏଠୁ, ନହେଲେ ପରିସ୍ଥିତି ବହୁତ ଖରାପ ହେବ। ରାଣୀ ଚଢ଼େଇ ମନ ଦୁଃଖରେ ସେ ଜାଗା ଛାଡ଼ି ଚାଲିଗଲା। ଆଉ ଯାଇ ଗୋଟିଏ ଗଛ ଉପରେ ବସିଲା। ଆଉ ମନେ ମନେ ଭାବିବାକୁ ଲାଗିଲା, ଆରେ, ଏ କୁନି ଭଉଣୀର କ'ଣ ହୋଇଛି? ସେ ଏମିତି କ'ଣ ପାଇଁ ବ୍ୟବହାର ମୋ ସହିତ କରୁଛି? ନା ନା, ମୋତେ କାହିଁ କିଛି ସନ୍ଦେହ ଲାଗୁଛି। ମୋତେ ଜଙ୍ଗଲର ତାନ୍ତ୍ରିକ ରାମ ଚଢ଼େଇ ପାଖକୁ ଯିବାକୁ ପଡ଼ିବ। ସେ ତାନ୍ତ୍ରିକ ତା ଯାଦୁର ଦର୍ପଣ ସହିତ କଥା ହୋଇ କୁନି ଭଉଣୀର କ'ଣ ହୋଇଛି ସବୁ ସତ କଥା କହିପାରିବ। ହଁ ହଁ, ମୁଁ ଆଉ ଡେରି କରିବିନି। ଏମିତି ଭାବି ରାଣୀ ଚଢ଼େଇ ଜଙ୍ଗଲ ମଧ୍ୟରେ ଥିବା ତାନ୍ତ୍ରିକ ପାଖକୁ ଗଲା। ଆରେ ରାଣୀ ଚଢ଼େଇ, କ'ଣ ହୋଇଛି ତୋର? ଆଜି ଏଠି ତୁ? କ'ଣ ତୋର କିଛି ଅସୁବିଧା ହୋଇଛି କି? ତାପରେ ରାଣୀ ଚଢ଼େଇ କୁନି ଭଉଣୀ ବିଷୟରେ ରାମତାନ୍ତ୍ରିକକୁ ସବୁ କଥା କହିଲା। ଓ ଏଇଆ, ଏଇ ସଙ୍ଗେ ସଙ୍ଗେ ମୁଁ ମୋ ଯାଦୁର ଦର୍ପଣକୁ ସବୁ କଥା ପଚାରୁଛି। ରାମ ଚଢ଼େଇ ରାଣୀ ଚଢ଼େଇକୁ ନେଇ ଯାଦୁର ଦର୍ପଣ ପାଖକୁ ଗଲା। ଆଉ କହିଲା, ଆରେ ମୋ ପ୍ରିୟ ଯାଦୁର ଦର୍ପଣ, ସତ କହିଲୁ, ଏ ଜଙ୍ଗଲରେ ଥିବା କୁନି ଚଢ଼େଇର କ'ଣ ହୋଇଛି? ତାନ୍ତ୍ରିକ ମହାଶୟ, କୁନି ଚଢ଼େଇ ଦେହରେ ଗୋଟିଏ ଦୁଷ୍ଟ ଆତ୍ମା ପ୍ରବେଶ କରି ଯାଇଛି। ସେଥିପାଇଁ ସେ ସମସ୍ତଙ୍କୁ ଏମିତି ବ୍ୟବହାର କରୁଛି। ଆଉ ତାନ୍ତ୍ରିକ ମହାଶୟ, ସେ ଆତ୍ମା ବହୁତ ଶକ୍ତିଶାଳୀ। ତାକୁ ପରାସ୍ତ କରିବାକୁ ହେଲେ ପ୍ରଥମେ କୁନି ଚଢ଼େଇ ଦେହରୁ ତାକୁ ବାହାର କରିବାକୁ ପଡ଼ିବ। ନହେଲେ କୁନି ଚଢ଼େଇ ଉପରେ ବହୁତ ତାର ଖରାପ ପ୍ରଭାବ ପଡ଼ିବ। ତାପରେ ତାନ୍ତ୍ରିକ ରାମ ଚଢ଼େଇ ରାଣୀ ଚଢ଼େଇକୁ ଗୋଟିଏ ତାବିଜଟିଏ ଦେଲା। ଆଉ ସେ ତାବିଜକୁ କୁନି ଚଢ଼େଇକୁ ଯେକୌଣସି ଉପାୟରେ ପିନ୍ଧାଇବାକୁ କହିଲା। ରାଣୀ ଚଢ଼େଇ ତାବିଜଟିକୁ ନେଇ ସେଠାରୁ ଚାଲିଗଲା। ଆଉ ଅଧା ବାଟରେ ଗୋଟିଏ ଗଛ ଉପରେ ବସି ଭାବିବାକୁ ଲାଗିଲା, ଆରେ, ଏ ତାବିଜକୁ ମୁଁ କୁନି ଚଢ଼େଇକୁ ପିନ୍ଧାଇବି କେମିତି? ସେ ଗୋଟିଏ ଉପାୟ ଚିନ୍ତା କରି ପାଖକୁ ଗଲା। ଆଉ କହିଲା, ଆରେ କୁନି ଭଉଣୀ, ମୁଁ ତୁମ ପାଇଁ ଗୋଟିଏ ମାଂସଯୁକ୍ତ କୁକୁଡ଼ାଟିଏ ଆଣିଛି। ମୁଁ ଜାଣିଛି, ତୁମକୁ ମାଂସାଶୀ ପ୍ରାଣୀ ଖାଇବାକୁ ଭଲ ଲାଗେ ନା? ଆରେ ବାଃ, ତୁ ମୋ ମନ କଥା ଜାଣିପାରିଲୁ ଚଢ଼େଇ। ଏମିତି କହି ମଲା କୁକୁଡ଼ାଟିକୁ କୁନି ଚଢ଼େଇକୁ ସଙ୍ଗେ ସଙ୍ଗେ ରାଣୀ ଚଢ଼େଇ ଦେଇଦେଲା। ତାପରେ କୁନି ଚଢ଼େଇ ମାଂସଟିକୁ ଖାଇବାକୁ ଲାଗିଲା। କିନ୍ତୁ ପିଶାଚି ତା ରୂପ ବଦଳେଇଥିବାରୁ ତା ଛୋଟ ଥଣ୍ଟରେ ମାଂସଟିକୁ ଖାଇବାକୁ ତାକୁ ଅସୁବିଧା ହେଲା। ସେ ସଙ୍ଗେ ସଙ୍ଗେ ନିଜ ରୂପ ବଦଳାଇବାକୁ ଲାଗିଲା। ଆଉ କୁନି ଚଢ଼େଇ ଦେହରୁ ବାହାରି ଆସିଲା। ସେହି ସମୟର ସୁଯୋଗ ନେଇ ରାଣୀ ଚଢ଼େଇ ପାଖରେ ରଖିଥିବା ତାବିଜକୁ ନେଇ କୁନି ଚଢ଼େଇ ଦେହରେ ପିନ୍ଧାଇ ଦେଲା।
ପିଶାଚୀର ଖାଇବା ସରିସାରିଲା ପରେ ଯେତେବେଳେ ସେ କୁନି ଚଢ଼େଇ ଦେହରେ ପ୍ରବେଶ କରିବ ବୋଲି ଭାବିଲା, ସେ କୁନି ଚଢ଼େଇକୁ ଛୁଇଁବା ମାତ୍ରେ ପିଶାଚୀଟି ଭସ୍ମ ହୋଇଗଲା। ଏମିତି କୁନି ଚଢ଼େଇ ନିଜ ବୁଦ୍ଧି ବଳରେ କୁନି ଚଢ଼େଇକୁ ବଞ୍ଚାଇ ଦେଲା।